ଶଳା ଭାଷା ହେଇଥିଲା ବୋଧେ ହେନ୍ସେରେ ହେନ୍ସେ ଇଏ ଶଳା ମତେ କହୁଛି ମେନ୍ ଜାଗା କୋଉଟା କିରେ ହେ ଓମେନ୍ସ କଲେଜ ଫ୍ରଣ୍ଟଟା ହଉଛି ମେନ୍ ଜାଗା ତୁ କଣ ଜାଣିନୁ ଗାଈ ଯୋଉଠି ଷଣ୍ଢ ସେଇଠି ଓମେନ୍ସ କଲେଜକୁ ଯେତେବେଳେ ଟୋକା ମାନେ ଟୋକି ମାନଙ୍କୁ ଲାଇନ ମାରିବାକୁ ଆସିବେ ତାଙ୍କର ତ ମୋର ବ୍ୟାନର ଉପରେ ନଜର ପଡିବ ଆଉ ତାପରେ ମୋର ତ ଖାଲି ବେପାର ଘାଇ 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 ବଢିବ କିରା କୋଉଠି ମାରିଲେ କେମିତି ଜମିବ ସେ କଥାଟା ଜାଣିବାକୁ ପଡିବ ନା ଇରେ ପୁଅ ହରିଆ ତୁ ଖାଇଛୁଟି ରେ ହଉ 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 ତୁ ଗୋଟେ କାମ କରିବୁ ପ୍ରିୟା ଢାବାକୁ ପଳେଇବୁ ଗୋଟେ ବଢିଆ ଖାଦ୍ୟ ଦିଆହଉଛି ନାତି ଦେଇଯିବୁ ଆଉ ହଁ ହଁ ଜମା ଲେଟ୍ କରିବୁନି ହେଲା ହଁ ହଁ ହେଲା ପଇସା ଆରେ ପଇସା ବା ଆଡଭାନ୍ସ ନେଇଛ କାମ ସାରିଲେ ନବନି କାହିଁ ତ ଛାନି ଆଉଛି କହିଲୁ ହଁ ହଁ ମୁଁ ରଖୁଛି ହେଲା ହଁ ଶଳା ପ୍ରକୃତରେ ଏଇଟା ବିଜ୍ଞାପନ ଯୁଗ ଯାହାର ଯେତେ ବିଜ୍ଞାପନ ତାହାର ତ ସେତେ ବେପାର ଶଳା ମୁଁ କଣ କହୁଥିଲି ଛାତ୍ର ସଂଖ୍ୟା ଯୋଉଳି ଭାବରେ ଦିନକୁ ଦିନ କମି କମି ଆସୁଛି ମୋର ପ୍ରେମିକ ତାଲିମ କେନ୍ଦ୍ର ବନ୍ଦ ହେଇଯିବ ହେ ନା 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 ଆଉ ବନ୍ଦ ହବାର ପ୍ରଶ୍ନ ଉଠୁନି ଏ ଶଳା ଟୋକା ମାନେ ଯୋଉଭଳିଆ ଷଣ୍ଢ ଭଳିଆ ମାଡ଼ି ଆଇଲଣି ଶଳା ମୋ କପଟ ଫପଟ ଭାଙ୍ଗି ପକେଇବେ ରାଣ୍ଡି ଛୁଆ ତୁ ଏଇ ଟାଇମରେ ଆସି ମତେ ଚମକିବାର ଥିଲା ଆଚ୍ଛା କହିଲୁ କହିଲୁ କୁଆଡେ ଆଇଲୁ କହୁନୁ କୁଆଡେ ଆଇଲୁ କାହିଁ କାନ୍ଦୁଛୁ କହିଲୁ ବାପା ପଇସା ନ ଦେଇକି ପ୍ରେମିକ ତାଲିମ କେନ୍ଦ୍ରକୁ ଚାଲି ଆସିଲ ମୁଁ କାଲି ଯିବି କେମିତି ହଁ ରେ ମା ମୁଁ ପୁରା ଭୁଲି ଯାଇଥିଲି କଣ କରିବି କହ ଅଫିସ କାମରେ ଏତେ ବ୍ୟସ୍ତ ରହୁଛି ଯେ ତତେ ଟାଇମ ଦେଇପାରୁନି କିଛି ରଖିବନି ମନେ ତୋ ମା ବଞ୍ଚିଥିଲା ତୋ କଥା ବୁଝୁଥିଲା ତୋ ମା ମଲାଠୁ ମୁଁ ଯୋଉ ଡହଳ ବିକଳ ହଉଛି ତୁ ତ ଜାଣିଥବୁ ଏ ମା ମୋର ଭୁଲ ହେଇଯାଇଛି ପଇସାଟା ଟେବୁଲ ଉପରେ ଥୋଇ ଦେଇକି ଆସିଥିଲେ ହଉ ହବନି ଆଉ କେତେ ନେବୁ କି 200 କଣ ହବ କହିଲ 500 ହଉ ନେ ଏତେ ଟଙ୍କା କଣ କରିବୁ କହିଲୁ କହୁନୁ ଏତେ ଟଙ୍କା କଣ କରିବୁ ଆଚ୍ଛା ବାପା ତମେ କଣ କହୁଛ କହିଲ ମୁଁ ପାସ୍ କରିବି କଲେଜରେ ମୁଁ ଜମା ପାସ୍ କରିବିନି ମୁଁ ଖାଲି କଣ ଖାଇବି କହିଲ କଣଟା ପୁଚୁକା ଖାଇବି ପୁଚୁକା ହଁ ହଉ ତୁ ଯେତେ ଟଙ୍କା ନଉଛୁ ନେ ମୁଁ ଦବାର ରାଜି କିନ୍ତୁ ଏଇ ବର୍ଷଟା ମନ ଲଗେ +2 ଟା ପାସ୍ କରିଦେ ତୁ ଦେଖିବୁ ସେ ହାର୍ଦ୍ଦିକ ପାଣ୍ଡ୍ୟା ଭାଇ କୁନାଲ ପାଣ୍ଡ୍ୟା ସହିତ ତୋର ବାହାର କରିଦେବି ଆଉ ତ ତାପରେ ନହେଲେ ବାପା ପଇସା ନେଇକି ପୁଚୁଆ ଖାଇବୁ ମୁଁ ତ ଖାଲି ତମ ପଇସା ପୁଚୁକା ଖାଇ ଦଉଛି ଆଉ ଏତେ ଗୋଟେ ବେକାର ଲୋକ ମୁଁ ଦେଖୁଛି ଆଚ୍ଛା ବାପା ତମେ ଯୋଉ ପ୍ରେମିକ ତାଲିମ କେନ୍ଦ୍ର ଖୋଲିଛ କେତେ ଜଣ ପାସ୍ କଲେ ନା ମାଗଣା ମାଗଣା ଖୋଲିକି ବସି ପଡିଛ ପାସ୍ କଣ କଲଣି କହୁଛୁ ଶଳା ଆଗରୁ 100 ଆଉଥିଲେ ଏବେ ଯୋଉ ବିଜ୍ଞାପନ ଯୁଗ ହେଲାଣି ହଜାର ହଜାର ମାଡି ଆସିବେ ଆଉ ସମ୍ଭାଳି ପାରିବିନି ଏ ମା ତୁ କଥା ଜାଣିଛୁ କଣ କାଲି ସକାଳ 8ଟା ବେଳକୁ ଗୋଟେ ଟୋକାକୁ ଏମିତି ତାଲିମ ଦେଇକି ଛାଡିଲି ଯେ ଶଳା ସନ୍ଧ୍ୟା 4ଟା ବେଳକୁ ତାଲିମ କେନ୍ଦ୍ର ଭିତରକୁ ପଶିଲା ଆଉ ସେଠି ଗୋଟେ ଟୋକି ବି ପଟେଇଲା ଆଉ ତାପରେ ତା ବୋଉକୁ ପଟେଇଲା ସେତିକିରେ ବି ମୋ ମନ ବୁଝିଲାନି ତାପରେ ସିଏ ଯେତେବେଳେ ତା ଆଈ ମାକୁ ପଟେଇଲା ମୁଁ ଜାଣିଲି ମୋ ପ୍ରେମିକ ତାଲିମ କେନ୍ଦ୍ର ଔଷଧ ଠିକ କାମ ଦଉଛି ବାପା ତମେ ଆଈ ମାକୁ ବି ପଟେଇ ଦଉଛ କମ କଳା ନୁହ ତମର ହେଇଟି ବାପା ତମ ଔଷଧ ଏମିତି କାମ ଦଉଥାଉ ଆମ ଘରକୁ ଲକ୍ଷ୍ମୀ ଏମିତି ଆସିଥାନ୍ତି ମୁଁ ଆସୁଛି ବା ଆଉ ତୁ ବୋପା ପଇସା ନେଇକି ଏମିତି ପୁଚୁଆ ଖାଉତା ହେ ସେ ଶଳା ଅମ୍ବାନୀର ପ୍ରାକ୍ଟିକାଲ କ୍ଲାସ ଥିଲା ବୋଧେ ହେଲେ ସେ ଶଳାଟା ଆସିଲାନି କଣ ବେ ଶଳା କୁଆଡେ ଗଲା କି ରେ
ବଞ୍ଚିବୁ ରେ ତୋରି କଥା ଭାବୁଥିଲି ବା ଆଉ ଯାର ଡେରି କରନ୍ତୁ ନାହିଁ ଶୀଘ୍ର ପ୍ରାକ୍ଟିକାଲ ଆରମ୍ଭ କରନ୍ତୁ ତୋ ନାଁ ଅମ୍ବାନୀ ନା ରେ ତୁ ପୁଅ ଗାଁରୁ ଆଇଛୁ ଆଉ ତତେ ମାଗଣା ମାଗଣା ଟ୍ୟୁସନ କରିବି ମାଗଣା ମାଗଣା ପ୍ରାକ୍ଟିକାଲ କରିବି ଆଉ ସାରେ ଆପଣ ଏମିତି କଥାବାର୍ତ୍ତା କରୁଛନ୍ତି ମୁଁ ନା ଟଙ୍କା ଦଉନି ନା ତା ବେଡୁ ଦେଶୀ କୁକୁଡ଼ା ଦେଶୀ ଅଣ୍ଡା ଦେଶୀ ମାଛ ଆପଣଙ୍କୁ ଚୋରି କରି ଖାଇବାକୁ ଦେଇଛି ଆପଣ 2 ବର୍ଷ ମାଗଣାରେ ମାଗଣା ଟ୍ରେନିଂ ଦେବେ ଛୁଆ ହଁ ବେ ତୁ କମ ଦେଶୀ କୁକୁଡ଼ା ଦେଶୀ ଅଣ୍ଡା ଚୋରି କରି ଖାଇବେ ଦେଇଛୁ କିରେ ଇରେ ଅମ୍ବାନୀ ମୁଁ ଯାହା ଲକ୍ଷ୍ୟ କଲି ତୁ ଥିଉରେ ଭଲ ନମ୍ବର ଖାଲି ପ୍ରାକ୍ଟିକାଲରେ ପାସ୍ କରିଦେଲେ ପୁରା ଫାର୍ଷ୍ଟ କ୍ଲାସ୍ ପାସ୍ କରିଯିବ ଆଉ ମୁଁ ସିନା ଥିଓରେ ଦୁର୍ବଳ ଥିଲି ସେଥିରେ ଯେତେବେଳେ ପାସ୍ କରିଦେଲି ଆଉ ପ୍ରାକ୍ଟିକାଲ ଫେଲ ହବାର ଚାନ୍ସ ନାହିଁ କଣ କହୁଛୁ ବେ ଆଉ ମୁଁ ସଷ୍ଟରୁ ପ୍ରାକ୍ଟିକାଲ କରିକି ନଷ୍ଟ ମତେ ସେଥିରେ କି ଫେଲ କରିଦବା ନା କଣ ବା ହଉ ଦେଖିବା କେମିତିକା କୃତି ଛାତ୍ର ତୁମର ଏବେ ଯିବୁ ଓମେନ୍ସ କଲେଜ ଗେଟ୍ ଫ୍ରଣ୍ଟକୁ ସେଠି ଯଦି କାଇଟା କରି ଗୋଟେ ସୁନ୍ଦରିଆ ଟୋକି ପଟେଇ ଦବୁ ତାହେଲେ ମୁଁ ଜାଣିବି ତୁ ପୁରା ପ୍ରାକ୍ଟିକାଲରେ ପାସ୍ କରିବୁ ଆପଣ ଖାଲି ଆଶୀର୍ବାଦ କରନ୍ତୁ ଦେଖିବେ ଗୋଟେ କଣ ବା 10-15ଟା ଟୋକି ଏକାଳେ ପଟେଇକି ଆଣିବି କଣ କହୁଛୁ ରେ ଖାଲି ଟୋକି କଣ ବା ଆପଣ ଯଦି କହିବେ ଦରକାର ପଡ଼ିଲେ କଲେଜ ମ୍ୟାଡାମ ପଛରେ ଦୌଡ଼ି ଦୌଡ଼ି ଆସିବେ କରୁଛି ମୁଁ ଆଶୀର୍ବାଦ ଯାও ବୀର ବାଗେ ମାଡ଼ି କଲେଜ ଟୋକି ନଲାନେ ମ୍ୟାଡାମକୁ ଆଣବେ ଘୋଷା गुरु ब्रह्मा गुरु विष्णु गुरुदेव महेश्वर करुची शपथ गुरुदेव आज युद्धे टोकी मु करी हरण अननी गुरुदेव जाऊची मु गुरुदेव टोकीर सन्धाने झुकेगा नहीं साला କାହିଁକି ଲୁଚୁ କିଏ ବେ ସେଠୁ କିଏ ମୋ ଝିଅକୁ ଆଇଲୁ ଦେଖି ଛଡ଼ା ପ୍ରାକ୍ଟିକାଲ କରିବୁ ଛଡ଼ା ବାଡ଼େଇକି ତୋ ଟାଙ୍କ ଛୋଟା କରିଦେବି ଛଡ଼ା ବାପା ସବୁ ଦୋଷ ସେ ଯୋଗୁଣିକା ମାଷ୍ଟରର ମାଷ୍ଟର କଣ କରୁଛି ମାଷ୍ଟର କଣ କହିଛି ମାଷ୍ଟର ସେ ଯୋଗୁଣିକା ଟୋକାକୁ କହିଛି ତୁ ଯଦି ଗୋଟେ ଝିଅକୁ ପଟେଇକି ନେଇ ଆସିବୁ ନା ପ୍ରାକ୍ଟିକାଲି ପୁରାପୁରି ପାସ୍ ଇଏ ଶଳା ଏମିତି କାନ୍ଦୁଛି କାହିଁକି ଦେଖୁନା ଏମିତି ପ୍ରାକ୍ଟିକାଲ କଲା ଯେ ମୋ ଅବସ୍ଥା କଣ କଣ କରିଦେଇଛି ଶଳା ଇଏ ପ୍ରାକ୍ଟିକାଲ କରୁଥିବା ମାଷ୍ଟର ଜଣକ କିଏ କିରେ ଆଉ କଣ ମୋରି କିଳା ମୋଟେ ପଶିଗଲା ନା କଣ ओके आपण कहते गोटे टोकी पटेकी आने मुझे एक्सट्रा काम कर एक्सट्रा काम कर सारे मुझे स्टाइल पानी मारी गला बेलू कॉलेज गेट सामने 3टा टोकी ठिया मुझे तो जाकि आखि मारदेली जेम सार आखि मारदेजी से जो टॉप माल मत देखी हसी बढ़िया
ଆଉ ସାର୍ ମୁଁ ଡେରି କରିଛି ନା କଣ ବା ତାକୁ ଯୋଉ କୁଣ୍ଡେଇ କାଣ୍ଡେଇ ଯୋଉ ରେଞ୍ଜର ତା ଗାଲକୁ କାମୁଡ଼ିଛି ନା ତା ବୋପା ଛଳଟି ଦେଖୁ ଦେଖୁ ତା ଝିଅର ଗାଲକୁ ମୋ ସାଙ୍ଗରେ ବାହାଘର କରିଦେବ। ଖାଲି କଣ ସେତିକି ତା ବୋପା କହିବ ଯା ବେ ନେଇଯା ମୋ ଝିଅକୁ ଯେତେ ଇଚ୍ଛା ସେତେ ପ୍ରାକ୍ଟିକାଲ କରିବୁ। ହେଲେ ସାରେ ମାଲ ତତେ ଇଆଡେ ଆଇଲା ଗଲା କୁଆଡେ ଅମ୍ବାନୀ ତୁ ଠିକ ରେ ଦେଖିଛୁ ଗଲା କୁଆଡେ ସେ ଗଳିଆରେ ଗଲା କୁଆଡେ ସେଇଆଡେ ଆବେ ସିଆଡେ ଗଲା କୁଆଡେ ସିଆଡେ ଯାନା ମାଷ୍ଟର ଭଲ ଲୋକ ନୁହନ୍ତି ଯଦି ଧରି ପକେଇବେ ନା ଠିଆରେ 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 ପ୍ରାକ୍ଟିକାଲ କରିବ ଇଆଡେ ଶୁଣା ସିଏ ମୋ ଝିଅ ବେ ଓରେ ଶୁଣା ତତେ ଆଉ କେହି ମିଳିଲେନି ଶେଷରେ ଗୁରୁ କନ୍ୟା ଉପରେ ପ୍ରାକ୍ଟିକାଲ କରୁଛୁ। ଗୁରୁଦେ ଇଏ ଆପଣଙ୍କର କନ୍ୟା ଯାହା କଣ ଆଲେ ଖଣ୍ଡେ ହେଇଛି ଆଉ ତାକୁ ଦେଖିଦେଲେ ତ ମୋର ଖାଲି ଲାଳର ବନ୍ୟା ମୋର ଭୁଲ ହେଇଯାଇଛି। ମା ଗଳି ଚାଲ ରାଣ୍ଡି ଛୁଆ ମୋ ଝିଅର ଗାଲକୁ କଣ କରିଛି କି ରେ ଶୁଣା କିଳା ତ ତା ବାଟରେ ଯାଉଥିଲା ମୁଁ କାହିଁକି ହୁଇସିଲି ମାରି ଡାକିଲି ରେ ଏମିତି ମୋ ଝିଅର ଗାଲକୁ କାମୁଡ଼ିଛି ଯେ ଶୁଣା ବଗଦ କୁନକୁ ଯାଇ 4ଟା ଖଣ୍ଡେ ଷ୍ଟିଚ୍ ପକେଇବା ପଡିବ ରେ ଅମ୍ବାନୀ ସାରେ ଆପଣ କାନ୍ଦୁଛନ୍ତି କଣ ପାଇଁ ଭାବୁଛନ୍ତି କି ମାଲେ ଭାବୁଛନ୍ତି ମାଲେ ଚଳିବନି ମାଲ ଯେମିତି ହେଇଛି ନା ମୁଁ ଚଳେଇ ଦେବି କି ନାଗ୍ୟ ଯେ ଅମ୍ବାନୀ ନାଇଁ ସାର୍ ଆଉ ଭୁଲ କରିବିନି ସାରେ ଶୁଣା ଯାହା বিশেষ কিছু तुषार अरे तुषार घर भितर समस्ते अच्छा हेले काहारी डाक मत शुणु बाहागर सरीगला तथापि तार किसी बुद्धि ज्ञान गली ना गेस्ट माने खाली कथा बुझु बुझु से ड्यूटी ओभर हो गला एमती कम तुलसी भी टिके खबर नेलानी से दिन जाइछि किसी खबर अंतर नहीं कौटी रहुछि कौन करुछि मु किछि भी जानी पारिलिनी से कौन आउ आसीबनी दादा तुलसी मो माँ दादा जानिछ बाधे अपवागर पे मते 2 दिन छुट्टी नबा पड़ेगा एमिति छुट्टी नहीं कि आसिलु जे अपा बाहर रे पहुंचला बेलकु बाहर सरी गलानी कोन कहला बाहर सरी गलानी आउ
ତୁ ଆସିବାକୁ କ'ଣ ବାହାଘର ଅପେକ୍ଷା କରିବ? ହଉ ମା, ଯାହା ହଉ ତୁ ଆସିଗଲୁ, ସେଥିପାଇଁ ମୁଁ ବହୁତ ଖୁସି। ଏ ତାନି, ଏ ତୁଷା, ଆରେ ମୋ ତୁଳସୀ ଆସିଲାଣି। କିନ୍ତୁ ଏ ସାଙ୍ଗେ ସାଙ୍ଗେ ଯିବାକୁ କହିବୁନି, ଆଉ କହିଲେ ବି ମୁଁ ତୋତେ ଜମା ଛାଡ଼ିବିନି। ହଁ ଶୁଣ, ଆମେ ସମସ୍ତେ ସାଙ୍ଗ ହୋଇ ତାନି ଅପାର ଶାଶୁଘରକୁ ଚତୁର୍ଦିନ ଯିବା, ଭାରି ମଜା ହବ। ତମେ ଠିକ ଅଛ ଦାଦା। ଅପା ବାହାଘରକୁ ମିଶିକି ଗଲେ ନା ତା ଶାଶୁ ଘରେ ମଜା କରିବା। ତୁଳସୀ ଅପା ତୁ ନା ବହୁତ ସୁନ୍ଦର ଦେଖାଯାଉଛୁ। ତୁ ତମ ଚାକିରି ବିଷୟରେ ଜାଣିଛୁ, ଯଦି ଏମିତି ଅଭିମାନ କରିବୁ ତାହେଲେ ମୁଁ କଣ କରିବି କହିଲୁ? ଭିଣେଇ ମହାଶୟଙ୍କୁ ବେଦି ଉପରେ ଦେଖିପାରିଲି ବୋଲି ମନ ଦୁଃଖ କରୁଛୁ ନା? ଜମା ମନ ଦୁଃଖ କରନା, ବେଦି ଉପରେ ସିନା ଦେଖିଲି ହେଲେ ନିରଳାରେ ଦେଖିଦେବି ନା। ତୁ ଦେଖିଲେ ନିଶ୍ଚୟ ଖୁସି ହେଇଯିବୁ ଅପା। ଘର ଯେମିତି ବର ବି ସେମିତି। ଡ୍ରେସଟା ନା ବଢିଆ ହେଇଛି। ତୁ ବୁଝିଲୁ ଅପା, ଆମ ତାନି ଅପାର ଘରର ଆରେ ଏତେ ବଡ ବଡ ଘର ଅଛି ବୋଲି ମୁଁ କେବେ ବି ସ୍ୱପ୍ନରେ ଭାବିନଥିଲି। ଆମ ଦାଦାଙ୍କୁ ନା ମାନିବାକୁ ପଡିବ। ଦୂର ହବ। ହେଇ ଟିକେ ଆଚ୍ଛା କହିଲୁ ଆପଣ ତ ଦାଦାଙ୍କ ନାଁ କଣ? ଏଇ ତୁ କହୁନୁ? କାଇଁ ତୁ କହୁନୁ? ନା ନା ତୁ କହ। ତୁ କହ। ମୁଁ କହିବି। ଏ ନା 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 ଏତେ କଥାର କିଛି ନାହିଁ, କେହି କହିବେନି, ତିନି ଜଣ ଯାକ ମିଶିକି ଠିକ ହେଲା। ରେଡି 1 2 3 ଈଶ୍ୱର ମହାପାତ୍ରଙ୍କ ଚଏସ୍ କଣ କେବେ ଭୁଲ ହେବ? କେବେ ବି ଭୁଲ ହବନି। ତୁ ଏଇଠି ଅପେକ୍ଷା କରିଥା, ମୁଁ ସାଙ୍ଗେ ସାଙ୍ଗେ ଯାଇ ଆମ ଭିଣେଇ ଭାଇଙ୍କୁ ସାଙ୍ଗରେ ନେଇ ଆସୁଛି। ହେଲା, ଅପେକ୍ଷା କରିଥା। ଜଲ୍ଦି ଯା। ଯେତେ ଶୀଘ୍ର ମୋ ପାଉଡରଟା ମିଳିଯିବ ସେତେ ଶୀଘ୍ର ଭଲ ହବ। ମୁଁ ଭଗବାନଙ୍କୁ ଡାକୁଛି ମୋ ଦାଦାଙ୍କ ପରି ଏମିତି ଜଣେ ଜଣେ ଈଶ୍ୱରଙ୍କୁ ସବୁ ପରିବାରକୁ ପଠେଇ ଦିଅନ୍ତୁ, ଯିଏ କି ଅନ୍ୟମାନଙ୍କ କଥା ବୁଝୁ ବୁଝୁ ନିଜର ବି ଟିକେ ଯତ୍ନ ନେଇ ପାରିଲେନି। ଏଇ ଦେଖ ଅପା, ଆମ ତାନି ଅପାର ହ୍ୟାଣ୍ଡସମ୍ ବରକୁ ଟିକେ ଆଖି ପୁରେଇ ଦେଖ। ଆସନ୍ତୁ ଭିଣେଇ ମହାଶୟ, ଆସନ୍ତୁ। ତୁ କହୁଛୁ, ମୁଁ ତୋ କଥା କିଛି ବୁଝିପାରିନି। ତମର କିଛି ବୁଝିବା ଦରକାର ନାହିଁ। ଏ ବରକୁ ଏବେ ଏଇଠୁ ଫେରାଇ ଦିଅ, ଫେରାଇ ଦିଅ ଏ ବରକୁ। ତୋ ମୁଣ୍ଡ ଠିକ ଅଛି ତ? ତୋ ମୁଣ୍ଡ ଠିକ ଅଛି ତ? ଦାଦା ଝିଅ ବାହାଘର ସରିଗଲା ପରେ ବର ଫେରେଇ ଦେବା କଥା କହୁଛୁ? ତୁଳସୀ ଆରେ ମା ଫୋନଟା ତୋର ସୁଇଚ୍ ଅଫ୍। ବୁଢା ବୁଢୀ ଦିଟା ଆମେ ସବୁଆଡେ ଖୋଜାଖୋଜି କରି ହାଲିଆ ହେଇଗଲୁ, ତୋର ଖୋଜ ଖବର କିଛି ପାଇଲୁନୁ। ହେଲେ ଏବେ ଆସି କହୁଛୁ କଣ ନା ବରକୁ ଫେରେଇ ଦିଅ। କାହିଁକି ରେ ମା, ତୋର ଏ କଥା କହିବା ପଛରେ ନିଜ କିଛି କାରଣ ଥିବ। କାରଣଟା ଏଇଆ ଯେ ମୋ ଅପା ପାଇଁ ଯୋଉ ବର ଠିକ କରିଛ ସେ ଗୋଟେ ଚରିତ୍ରହୀନ। ପ୍ରତ୍ୟେକ ରାତିରେ ସେ ହୋଟେଲକୁ ଯାଏ। ମିଛ କହୁଛୁ, ମିଛ କହୁଛୁ ତୁ। ତୁ ତାନିର ସୁଖ ଦେଖି ଉତ୍ସାହ ଜଳି ଯାଉଛୁ। କାହିଁକି ନା ତୁଳସୀ, କାହିଁକି କାହିଁକି ମୋ ଜୀବନକୁ ନଷ୍ଟ କରିଦେବାକୁ ବସିଛୁ? ମୋ ବର ଏଠୁ ଫେରିଗଲେ ତତେ ମିଳିବ କଣ? ମତେ କିଛି ମିଳୁ କି ନ ମିଳୁ, ଅନ୍ତତଃ ଗୋଟେ ଚରିତ୍ରହୀନର ସିନ୍ଦୁରକୁ ତତେ ଆଉ ମଥାରେ ପିନ୍ଧିବାକୁ ପଡିବନି। ମୋ ବର ଚରିତ୍ରହୀନ ବୋଲି ଏ କଥା ତୁ ଜାଣିଲୁ କେମିତି? ହଁ ଠିକ କହିଛୁ ତୁ। ଏମିତି କିଛି ପ୍ରମାଣ ଅଛି ତୋ ପାଖରେ? ଆରେ କିଛି କହୁନି, ଏମିତି ଚୁପ୍ ରହିଲୁ କାହିଁ? କଣ କହ ତୁଳସୀ, କହ। ମୁଁ ନିଜେ କାରଣ ପ୍ରତ୍ୟେକ ରାତିରେ ଇଏ ମୋ ପାଖକୁ ଚାଏ। ଦେବୀ ଶୁଣିପାରିଲ? ଦେବୀ ତମ ତୁଳସୀ କଣ କହିଲା ଶୁଣିପାରିଲ? ଯୋଉ ମମତାର ମାଟି ଚଉରାରେ ତମେ ତାକୁ ବଡ କରିଥିଲ, ସେ ଆଜି କାଲି ହୋଟେଲରେ ରହୁଛି।
ତମ ତୁଳସୀ ବାସି ହେଇଯାଇ ଆଜି ଗନ୍ଧଉଛି। ତମେ ଟିକେ ଚୁପ୍ ରହିଥିଲେ ଭଲ ହେଇଥାନ୍ତା। ହେଲେ କଥାଟାକୁ ଏବେ ଏମିତି ଭାବରେ କହିଦେଲ ଯେ ପାଦ ତଳୁ ମାଟି ଖସି ଯାଉଛି। ଇଚ୍ଛା ହଉଛି ତତେ ଏଇଠି ମାରି ବସି ମାରି ଦିଅନ୍ତେ, ଆଉ ସମସ୍ତଙ୍କୁ ଜଣେଇ ଦିଅନ୍ତେ ଏ ଚରିତ୍ରହୀନା ତୁଳସୀ ମରିଗଲା। ନିଜ ଦହିଟା ଖଟା ବୋଲି ତମକୁ କହିବାକୁ ଟିକେ ଖରାପ ଲାଗୁନି? କୁଣିଆ ମଇତାର ସବୁ ଘରେ ଭର୍ତ୍ତି ହେଇଛନ୍ତି, ତମେ ଏମିତି କଣ ହଉଛ ଯେ? ଡେରି କରୁଛନ୍ତି କାହିଁକି? ବର କନ୍ୟାକୁ ବିଦାୟ କରିବା ବ୍ୟବସ୍ଥା କର। ଠିକ ଅଛି। ତାନି ଯୋଉ ଖରାଟା ଘର ଗଣାରେ ପଡୁଥିଲା ସେ ଆଜି ଛାତ ଉପରେ, ତାକୁ କଣ ଆଉ ଫେରେଇ ଆଣି ହବ ମା? ତା ଛଡା ସିନ୍ଦୁର ତତେ ମୋ ଠାରୁ ପର କରି ତତେ ଆଉ ରଖିବାକୁ ମୋ ଘରେ ଜାଗା ନାହିଁ। ତମକୁ ଆଉ କଣ କହିବି? ତମେ ତ ନିର୍ମାଲ୍ୟ। ଗଲା କଥା ତ ଯାଇଛି, ନିର୍ମାଲ୍ୟ ନାର ଟେକ ରଖି ବାସ୍। ଆସୁଚିଲ ତୁଳସୀ, ମୋ ବାହାଘର ଭୋଜି ଖାଇବାକୁ ତୋର ଭାରି ଲୋଭ ନା? ଗଲାବେଳେ ଘର ଅଗଣାରେ ବସି ମୋ ବାହାଘର ଭୋଜିଟା ଖାଇ ଦେଇଛି। ତୁଳସୀ, ଏମା କେତେ ବାଟ ଆସିଲୁଣୁ ମା? କିଛି ଖିଆ ପିଆ କରିନଥିବୁ? ଚାଲ ଘର ଭିତରକୁ ଚାଲ, କନ୍ଦେଟା ଖାଇଦେଇ ଆସିବୁ। ଚାଲୁ। ଠିଆ ହୁଅ ଦେବେ। ସେ ଯଦି ଘର ଭିତରକୁ ଯାଏ ତାହେଲେ ମୁଁ ତମକୁ ବାହାର ରାସ୍ତା ଦେଖାଇଦେବି। ତମେ ଏମିତି ସବୁ କଣ କହିଦେଇ ଯାଉଛ? ସେ ପରା ତମ ତୁଳସୀ ମରି ଯାଇଛି। ମୋ ତୁଳସୀ ମରି ଯାଇଛି, ମରି ଯାଇଛି। ମୁଁ ତାକୁ ଏଇ କାନ୍ଧରେ ବୋହି ନେଇ ଆମ ଗାଁ ମଶାଣିରେ ପୋତି ଦେଇ ଆସିଛି। ଚୁପ୍ କର ତମେ। ଯୋଉ ତୁଳସୀକୁ ତମେ ଦିନେ କୋଳରେ ବସଉଥିଲ, ଆଜି ତାକୁ ତମେ ମାରି ଦଉଛ। ସେଦିନ ଯାହାକୁ କୋଳରେ ବସଉଥିଲି ସେ ଥିଲା ମୋ ତୁଳସୀ। ହେଲେ ଏଇଟା ଗୋଟେ ବିଛୁ ହାତୀ। ଥାଉ ଛୁଆଟା କଣ ଟିକେ ଭୁଲ କରିଦେଇଛି ବୋଲି ସେ ତୁଳସୀରୁ ବିଛୁ ହାତୀ ହେଇଗଲା। ଏ ମା, ମୁହ କାନ ସବୁ କଳା କାଠ ପଡିଗଲାଣି। ଚାଲିଲୁ ମା, ଗୋଡ ହାତ ଧୁଆ ଧୁଇ ହେଇ କଣ ଟିକେ ଖାଇଦେବୁ। ଘର ଭିତରକୁ ଚାଲ।
ଚାଲ ମା ନେଇଯାଅ ତମେ ଝିଅକୁ ଘର କଳକୁ ନେଇଯାଅ। ପିଲାବେଳେ ଯେମିତି କୋଳରେ ବସେଇ ଲୁଚାଇ ଲୁଚାଇ ଖୁଆଇ ଯାଉଥିଲ ସେମିତି ତଣ୍ଟି ଯାଏ ଖୁଆଇ ଦିଅ। ଆଉ ଝିଅର ପେଟ ପୁରିଗଲା ପରେ ସେ ଯେମିତି ଆଉ ଖାଇବାକୁ ନ କହୁ। ଆଉ ଏତିକି କାମ କରିବା ପୂର୍ବରୁ ଆଉ ଗୋଟିଏ କାମ କରିବ, ହାତର ଶଙ୍ଖା ଖୋଲିଦବ। ଦେଖିବ ସେତେବେଳକୁ ମୁଁ ଆଉ ନଥିବି। ମରି ଯାଇଛି ମରି ଯାଇଛି। ଯୋଉଦିନ ତୁ ମୋ ଛାତିରେ ଗୋଡ଼ ପକାଇ ହୋଟେଲକୁ ଚାଲିଗଲୁ ସେଇଦିନଠୁ ଈଶ୍ୱର ମହାପାତ୍ର ମରି ଯାଇଛି। ଆଉ ଏବେ ତ ସାମ୍ନାରେ ଯିଏ ଠିଆ ହୋଇଛି ସେ ଗୋଟେ ମଲା ମଣି। ଦେବୀ ତମେ କଥା କାହାକୁ କହିବନି, ନହେଲେ ମୁଁ ଗାଁ ଦାଣ୍ଡରେ ମୁଣ୍ଡ ଟେକି ବାଟ ଚାଲି ସମସ୍ତେ କହିବେ ଏ ଈଶ୍ୱର ମହାପାତ୍ର ଗୋଟେ ନିର୍ଲଜ୍ଜା। ଭୁଲ ତ ମୁଁ କରିଛି, ମୋ ଭୁଲ ପାଇଁ କୁଡ଼ି କଣ ପାଇଁ ଶାସ୍ତି ପାଇବ? କାହିଁକି କୁଡ଼ି ଶାସ୍ତି ପାଇବ? କିଏ ବାଧ୍ୟ କରିଥିଲା କହ? ଜବାବ ମତେ ଦେ, ଜବାବ ଦେ ମତେ। ଧରିକି ବସିଛ ତମେ? ମାରନି ତାକୁ, ମାରନି ମୋ ଝିଅକୁ। ମୋରି ଆଖି ସାମ୍ନାରେ ଛୁଆଟାକୁ ତମେ ଗୋରୁ ଗାଈ ଭରି ପିଟି ଦେଇ ଯାଉଛ। ଏ କଥା ଦେଖି ମୁଁ ସହି ପାରିବି କେମିତି? ଏଇ 3 ଜଣଙ୍କୁ ପେଟରେ ପୁରେଇ ମୁଁ ଜନ୍ମ କରିନି ସିନା, ହେଲେ ଏଇ 3 ଜଣଙ୍କ ପାଇଁ ପେଟ କାଟି ଦେଇ ମୁଁ ପରା ବନ୍ଧ୍ୟା ହେଇଯାଇଛି। ଏଇମାନଙ୍କ ମୁହଁକୁ ଚାହିଁ ମୁଁ ମୋ ନିଜ ଛୁଆ ମୁହଁ ଚାହିଁନି। ମୋରି ଆଖି ସାମ୍ନାରେ ତମେ ସେଇମାନଙ୍କୁ ଗୋରୁ ଗାଈ ପରି ପିଟି ଦେଇଯିବ, ଏ କଥା ଦେଖି ମୁଁ ସହିବି କେମିତି? ଶୁଣ, ତମର ଯେତେବେଳେ ରାଗ ସୁଝିବ ତମେ ମୋ ଉପରେ ପଛେ ରାଗ ସୁଝେଇ ଦବ, ହେଲେ ମୋ ତୁଳସୀ ଦେହରେ ଜମା ବି ହାତ ଦବନି। ଚୁପ୍ କର, ଜମା ବି ହାତ ଦବନି। ଯୋଉ ଝିଅ ଅସତୀ ହେଇଗଲା ତମର ତା ପ୍ରତି ଏମିତି ମା ପଣିଆ ଉଛୁଳି ପଡୁଛି। କାହା ପାଇଁ ତୁଳସୀ ଆଜି ଅସତୀ ହେଇଗଲା? ଈଶ୍ୱର ମହାପାତ୍ର, ତମେ ପରା ଏ ଘରର ମଝି ଖୁଣ୍ଟ। ତମ ପୁଅ ଯେତେବେଳେ ଡାକ୍ତରୀ ପଢିବ ବୋଲି ଜିଦ୍ ଧରି ବସିଥିଲା, କୋଉଠି ଥିଲ ତମେ? କୋଉଠି ଥିଲା ତମର ସେ ବାପା ପଡିଆ? ଗୋଡ ହାତ ବାନ୍ଧି ତମେ ଘରେ ବସିଲା ବେଳେ ଏଇ ତୁଳସୀ ଆଜି ଡାକ୍ତର କରିଦେଲା ବୋଲି ତମେ ତାକୁ ଅସତୀ କହି ଏ ଘରୁ ବାହାର କରିଦଉଛ। ହଁ, ମୁଁ ତାକୁ ଅସତୀ କହୁଛି। ଅସତ୍ୟ ତାକୁ ଅସତୀ କରିଦେଇଛ ଈଶ୍ୱର ମହାପାତ୍ର। ମୋ ତୁଳସୀ ଯଦି ଆଜି କିଛି ଭୁଲ କରିଥାଏ ସେଥିପାଇଁ ଦାୟୀ ହଉଛ କେବଳ ତମେ। କିଏ କହୁଥିଲା ଏତେ ବଡ ସ୍ୱପ୍ନ ଦେଖିବାକୁ? ତମରି ସ୍ୱପ୍ନକୁ ପୂରା କରିବାକୁ ଯାଇ ସେ ଆଜି ବଳି ପଡିଗଲା ବୋଲି ତମେ ତାକୁ ଅସତୀ କହି ଏ ଘରୁ ବାହାର କରିଦଉଛ। ଭଙ୍ଗା ଘର ଭାଙ୍ଗି ଗଲେ ମୋ ପିଲାମାନେ କାଳେ କାନ୍ଥ ତଳେ ରହିଯିବେ ବୋଲି
ତମେ ପରା ତାଙ୍କୁ ଏଇ ଛାତି ଭିତରେ ସାଇତିକି ରଖିଥିଲ। ଆଜି ଏମିତି କଥା ତମେ କେମିତି କହିପାରୁଛ? ତୁ ଟିକେ ଚୁପ ରହିଲୁ। ଆଉ ମୋ ଦାଦାକୁ କିଛି କହନା। ସିଏ କାହିଁ ତୋ ଉପରକୁ ହାତ ଉଠେଇବେ ନା? ହେଲା ତୁ ଆଉ କାନ୍ଦେନା। ଜାଣିଛୁ ଲୋ କୁଡ଼ି, ମୁଁ ନିଶ୍ଚୟ କୋଉ ଜନ୍ମରେ କିଛି ପୁଣ୍ୟ କରିଥିଲି ଲୋ, ଯୋଉଥିପାଇଁ ଆଜି ମତେ ମୋ ଦାଦାଙ୍କ ହାତରୁ ମାଡ଼ ଖାଇବାକୁ ମିଳିଲା। ଈଶ୍ୱର ମହାପାତ୍ର ମତେ ନିଦରୁ ଉଠେଇଛନ୍ତି, କୋଳରେ ଧରି ଖୁଆଇ ଦେଇଛନ୍ତି। ହେଲେ ସେତେବେଳେ ମୁଁ ତାଙ୍କୁ ଦାଦା ବୋଲି ଡାକୁଥିଲି, କିନ୍ତୁ ଆଜି ତାଙ୍କ ହାତରୁ ମାଡ଼ ଖାଇ ସାରିଲା ପରେ ମୋର ଆଉ ଦାଦା ଡାକିବାକୁ ଇଚ୍ଛା ହଉନି। ମୋର ଆଜି ଇଚ୍ଛା ହଉଛି ବାପା ଡାକିବାକୁ। ଈଶ୍ୱର ମହାପାତ୍ର, ତମେ ମୋ ବାପା ହେଲନି କାହିଁ? ତୁଳସୀ, ତମେ ଯଦି ମୋ ବାପା ହେଇଥାନ୍ତ ମତେ କିଛି ମିଳୁ କି ନ ମିଳୁ, ସବୁଦିନ ତମରି ହାତରୁ ମତେ ମାଡ଼ ମିଳିଥାନ୍ତା। ଚୁପ କର। ମୋ ବାପା ବୋଲି ଚରିତ୍ରହୀନା ମୁହଁରୁ ବାପ ଡାକ ଶୁଣିବାକୁ ମତେ ଘୃଣା ଲାଗୁଛି, ଘୃଣା। ଚାଲି ଯା ମୋ ଆଖି ସାମ୍ନାରୁ, ବହୁତ ଦୂରକୁ ଚାଲି ଯା। ଜୀବନକୁ ଆଉ ଥରେ ଖୋଜ। ଯା, ପଳେଇ ଯା ମୋ ଆଖି ସାମ୍ନାରୁ। ପଳେଇଯିବି ଦାଦା, ତମରି କଥା ମାନେ ମୁଁ ବହୁତ ଦୂରକୁ ଚାଲିଯିବି। ଏଠିକି ଗଲେ ତମେ ଯେତେ ଖୋଜିଲେ ବି ମତେ ଆଉ ପାଇବନି। ତମରି କଥା ମାନେ ମୁଁ ମୋ ଜୀବନକୁ ପୁଣି ଥରେ ଖୋଜିବାକୁ ଚେଷ୍ଟା କରିବି। ହେଲେ ଦାଦା, ତମକୁ ମରଣ ଦାଦା, ତମେ ମୋ ଖୁଡିକୁ ଆଉ କିଛି କହିବନି, କାହିଁକି ନା ସେ ପର ପିଲା ପାଇଁ ପେଟ କାଟି ପାଇଁ ବନ୍ତିଆ ହେଇଯାଇଛି। ତମେ ଯଦି ତାକୁ କିଛି କୁହ ତାହେଲେ ମୁଁ ଯୋଉଠି ଥିଲେ ବି ମୋ ଆଖିରେ ଲୁହ ଝରି। ଯାଉଛି ଦାଦା, ମୁଁ ଯାଉଛି। ଦାଦା, ତମେ ପରା ମତେ ଦିନେ କହୁଥିଲ ମୁଁ ତମ ମା ଆଉ ତମେ ମୋ ପୁଅ। ହେଲେ ଆଜି କହୁଛି ଏ ଅସତୀ ତୁଳସୀ ତମ ଜୀବନକୁ ଆସିବାର ନଥିଲା, କି ତମକୁ ଦାଦା ବୋଲି ଡାକିବାର ପତର ଖସି ତୁଳସୀ ଗଛଟା ଲାଗେ ଆଜି ଭାରି ଖୁଣ୍ଟା। ଘର ଚଉରା করে সে সাহারা আদরে ফোটে কন্যা। তুলসী গছ লাগে আজি ভারি খুঁটা। চৌরা পিতা করে দে সাহারা পাদরে ফোটে কন্যা। স্নেহ সবু এটি লোহ চিঠি পারে, স্নেহ সবু এটি লোহ চিঠি পারে। জীবন লাগে বেসুরা সতী তুলসী সতী চৌরা, সতী তুলসী সতী চৌরা। Oh,
लोके कहती अबे भलरे कहूँ से टोकी की झाड़ी दे ता नहले मु तते खलास कर देबी। अबे तोर जहा इच्छा तू सेया कर हेले कौनसी परिस्थिति रे ए झियर हाथ मु छाड़ी परिबिनी ताले तागुरु मरिबाटा तू फाइनल। ए मु मेघा महांती भल हाणे बोली लोके कहती तोरी सामने से टोकी की मुठू नहीं जीवी देखी तू मोर कौन करिबू चल काई मु तो तमरे किसी खेती करिनी ताले मत उठाई नेबा को काई की चाहछो केवल टंका मोर दरकार टंका मु टंका पाई सब किछि करि पारे मु तते 5-10 दिन आगुरु नहीं सारंदाणी हेले से लोकर दरकार सुंदरी झियो आम थरे लागी नथिबा सिंदूर आ दीटा कथा तो पाखरे मैच करिगला तू देखिबाकू सुंदर तो मथारे लागिनी सिंदूर आ तते नहीं ता पाखरे पहुंचई देले मते मुठा मुठा टंका मिली जीव टंका हेलो चलो ए अलरे कहछ चल जा ता न हले मु मो भाई को फोन करबी। हेलो किया लो तो भाई शिवा कबड़िया जदि बंचिबा को चाहछु ताले भल रेठु पळई जा। शिवा कबड़िया भय मते देखौछु तो भाई शिवा कबड़िया हेले मु मेघा महांती। अबे छेड़ी छिड़ा हो कहूची आउ पादे आगु को बढ़ाइबू तो ता परिणाम रो मूल्य तते दबाकू पड़ी। ए डॉक्टर भलरे कहूची मझिरे तू पसना नहले तो अवस्थाटा एमती करिबी जे डॉक्टर हेबी डाक्तरखाना जाई पारिबू। एकदम चुप तोरी सामने रे से टोकी की मुठू नहीं जीवी देखी तू मोर कौन करिबू हेलो चल हेलो तू कुआड़े जीवु मु देखी लो ए शहर रो सबु रास्ता गंदे मेघा महांती की बेस मालूम अछि मु मेघा महांती भल हाणे बोली लोके कहती समय एमिति बदली गलानी जे मनीष आउ बाटरे चलुनी केमिति चलिबो पाद तो अबाटरे चलिबार अभ्यास हे गलानी मो किंतु बाट खोजुची सन्यासी परिबे मते साहाय्य करि परिबे। ये सन्यासी पाखरु तुमे की सहाय्य चाहूछ देबी मो चाहूची कोन चाहूछ मो तम हातरु सिंदूर पिंधबा तमे भूल ठिकाना रे पहुंच गेलो देबी मते मागिले मु तुमको मो जीवन दे परिबी हेले मु तुमको सिंदूर दे परिबिनी मोर किंतु तम मुठरे सिंदूर पिंधबा निहाती नष्ट हो गला परे मोर तमरी कथा मने पड़िला जुआड़े चाहिली तमे ही देखा मु केवल तमरी कथा भाबिली सन्यासी मते काहे केमिति कथावार्ता कले तापरे आसिली दियंतु ए सिंदूर मते पिंधाई दियंतु क्षमा करिबे देबी ए सन्यासी रो संसार लोड़ा नाही मु जानि छी आपण निश्चय मते खराब होबु हेले मु काहे के कहू जे कोन पई कहू जे से सब कथा मु आपण को परे कहबी दियंतु ए सिंदूर मते पिंधाई दियंतु पिंधाई दियंतु से सिंदूर को काली जिए देहदान करुथिला आजी सीए सिंदूर मागुछि मानुछि काली मोर टंकार आवश्यकता थिला बोली मु देहदान करूथि हजार पुरुषों पाखे मनीष को समर्पण कर दौली आज मो टंकार मुह ना कारण जो परिवार मुझे कली से परिवार से मोर निजर बोली किसी ना
ताले काहे कि मो होटल को जाई थांते मो मथरे सिंदूर लागिगले पुणी थरे मूलर मो जीवन को आरंभ करिबी मोर पुणी सहारा दरकार कि नाही तो से सिंदूर को मते पिंधाई दियंतु तमे जिते कहिले भी मु तम कथा रखी परिबि मना करतु मो सन्यासी धर्म रु मु केबे बाहर को जाई आपण को हाथ जोडुची आपण को गोड़ तळे मो पारिबिनी देवी मो पारिबिनी एते कहिला परे भी आपण मो कथा सुनिलेनी ठीक अछि आपण आपण को धर्म रे रहतु मु भी मो चित रे रहिबी मु भी आपण को कहि देई जाउची मु আজি নহলে भी काली से सिंदूर को पिंधि आ से सिंदूर को आपण मते पिंधेइबे आपण ଯାହାର ସଂସାର ଉପରୁ ମୋହ ତୁଟି ଯାଇଛି ସିଏ ପୁଣି ସିନ୍ଦୁର ପିନ୍ଧେଇବ ସନ୍ୟାସୀ ଆମକୁ ବଞ୍ଚନ୍ତୁ ସନ୍ୟାସୀ ତା ନହେଲେ ସେ ମେଘା ମହାନ୍ତିର ସେ ଝିଅକୁ ଜୀବନରୁ ମାରିଦବ କାହିଁକି ମାରିଦବ ଏ ଝିଅ କଣ ତାର କିଛି କ୍ଷତି କରିଛି नहीं नहीं मु तार किछि खेती करिनी बरं से मते उठै नै को होटल रे बिक्री कर देबा को चाहूची आ ए कथा कहूची सिंदूर नथिबा जियर डिमांड काले अधिक ଆମକୁ ବଞ୍ଚନ୍ତୁ ସନ୍ୟାସୀ ତା ନହେଲେ ସେ ମେଘା ମହାନ୍ତିଟା ଆମ ପଛରେ ଯେମିତି ଭାବେ ପଡ଼ିଛି ନା ସେ ଆମକୁ ଜୀବନରୁ ମାରିଦବ ତମେ ବଞ୍ଚିବ केमिति बंची किए हमको बंचेइबो ତମକୁ ଏ ସିନ୍ଦୁର ବଞ୍ଚେଇବ ମତେ କେହି ସିନ୍ଦୁର ମାଗୁଥିଲା ବେଳେ ମୁଁ ଦବାକୁ ଚାହିଁଲିନି ହେଲେ ବଞ୍ଚିବା ପାଇଁ ତୁମମାନଙ୍କର ସିନ୍ଦୁର ଦରକାର ଈଶ୍ୱରଙ୍କର ଅପୂର୍ବ ସଂଯୋଗ ତୁମମାନଙ୍କର ସିନ୍ଦୁର ଦରକାର ପଡୁଥିଲା ବେଳେ ମୋ ହାତରେ ସିନ୍ଦୁର ଭରୁଆ ଅଛି ନିଅ ଏ ସିନ୍ଦୁର ଏ ଝିଅ ମଥାରେ ପିନ୍ଧେଇ ଦିଅ ସେତିକି ହେଇଗଲେ ସେ ମେଘା ମହାନ୍ତି ଆଉ ଏ ଝିଅ ପଛରେ ପଡିବନି କି ଆଉ ସେ ଝିଅକୁ ହୋଟେଲକୁ ଯିବାକୁ ପଡିବନି ଆରେ ଚାହିଁଛ କଣ ନିଅ ଏ ସିନ୍ଦୁର ପିନ୍ଧ ତାଙ୍କ ମଥାରେ ହେଲେ ସନ୍ୟାସୀ ଏମିତି ଭାବରେ ସିନ୍ଦୁର ପିନ୍ଧାଇବାଟା ଆଉ କିଛି ବାଟ ନାହିଁ ମୁଁ ଆସୁଛି ଈଶ୍ୱର ତମ ଦୁହିକୁ ସହାୟ ହୁଅନ୍ତୁ ସନ୍ୟାସୀ ମୋ କଥା ଟିକେ ଶୁଣ ସନ୍ୟାସୀ दियो आ ढेरी करनी शीघ्र तमे मो मथारे सिंदूर पिंधे दियो ता नहले से मेघा गुंडा मते उठै नै जीवो कोन हैला तमे भी चुप होई के लगे काई की ठीक अछि तमे मो मथारे सिंदूर पिंधेबा को चाहू ना से मेघा मांती मते उठै नबा पूर्वरु तमे मते मारि दियो मु जे होटल रे मरिबा को चाहूनी मु तमरी हाथ रे मरिबा को चाहूची मारि दियो तू सर तमे मते मारि दियो मते नहीं ମୁଁ ତମ ମଥାରେ ସିନ୍ଦୁର ଦେବି तो बिना मुझे बे बंची पारे नहीं प्रिया रे प्रिया रे हरि जीव बचे जीव आयुष तथापि कटे असीम विश्वास तू थिले मो पाखरे प्रिया रे
दिने न देखिले तोरे मोहको हे जाए मु पागल छोटा हृदय भितरे रखिछि ताते लुचे डॉक्टर मो भौणी की भाई तू बिल्कुल फसी गलु डॉक्टर मो भौणी एबे बस कइले बसीबू उठ कइले उठीबो आ मु मेघा महांती भल हाणे बोली लोके कहंती ए टिके पूर्वरु जा सब घटीगला से गोटे ड्रामा थिला शिवा बाई कथार पड़ी मु शीतल मैडम को उठे नबा कहूली हेले कौन सी झील उपरे पड़ा ए मेघा महांतर आदात नुहे घर को जीवा मेघा अरे सदी सुदा तो सरी गला भाई बाकी रहिला निश्चय मत भूल बुझुव कौन कर बगीचार टंकार गछ पिलाटी दिन टंका उड़ेबार अभ्यास एमती होगला जे शेष से टंका मत अबाट को नहीं गला गला दिन कथा तो जाइछि आज थरु हमें गोटे नुवा जीवन आरंभ करबा फुलर सेजर हमें नुवा जीवन आरंभ करबा आसो तानी सेजा हम पे सजाई हेछि किंतु एते रात्रि से काहे के कबाड़ बानुचंदी भाईलो मो पकरे न सोइले रात्रि ताको निद होएनी का माने सिए भाईलो ए भाई बाटे खोली हां कुणाल जाउची रे कुणाल जाउची खोली जानछु भाई बाबा मते मारी बसी सुआई दउतले हेले तो पाके सइले मते कनि दहबा बाबा जेमते सोई पइले मु लुचिकी पळे आइले आउ हेले भाई तू जदे मते बाहर कर दउ ना मु रात चला कांदीबी नहीं रे कुणाल मु तते कांदीबा को देबेनी तू मोर पाखरे सोइबू का माने आज रात रे श्याम पाखरे सोइबे କିଛି ବାଟ ନାହିଁ ତନୁ
ନ ଆସିବା ପୂର୍ବରୁ ସେ ମୋରି ପାଖରେ ଶୋଇ ଆସିଛି ସେ ପୁରୁଣା ଅଭ୍ୟାସଟାକୁ ସେ କେମିତି ବଦଳେଇ ଦେବ କଥା ବୁଝୁଛି ହେଲେ ଓଡ଼ିଆ ଘରର ରୀତି ନିୟମକୁ ଆମକୁ ତ ମାନିବାକୁ ପଡ଼ିବ ନା ସେ ରୀତିନୀତିକୁ ମାନିଲେ ମୋ କୁନାଲଟା ବେଶୀ କଷ୍ଟ ପାଇବ ତାନି ନା ସେ ଶାନ୍ତିରେ ଶୋଇପାରିବ ନା ମୁଁ ଶାନ୍ତିରେ ଶୋଇପାରିବି ପ୍ଲିଜ ତାନି ତମେ ରାଜି ହେଇଯାଅ ଆମେ 3 ଜଣ ଯାକ ସାଙ୍ଗ ହେଇ ଶୋଇପଡ଼ିବା କିନ୍ତୁ ଏଇଟା କେମିତିକା କଥା ଏତେ ବଡ଼ ପିଲାଟା ଆମ ମଝିରେ ଶୋଇବ କେମିତି ହଁ ଭାଇ ଯାଉ ତମେ ଦି ପାଖେ ଶୋଇବ ମୁଁ ମଝିରେ ଶୋଇବି ପ୍ଲିଜ ତାନି ତମେ ରାଜି ହେଇଯାଅ ତା ନହେଲେ ସେ ରାତି ସାରା ଶୋଇପାରିବନି କାହିଁ ତମେ ହୋଟେଲକୁ ଗଲାବେଳେ ସେ ଶୋଉଥିଲା କେମିତି ସେଥିପାଇଁ ସେ ବହୁତ କାନ୍ଦି ତାନି ହେଲେ ମୁଁ ତାକୁ ଆଉ କାନ୍ଦିବାକୁ ଦେଇପାରିବିନି ଆମ ମଝିରେ କିଏ ଶୋଇବ ଏ କଥାକୁ ମୁଁ କେବେ ମାନି ନେଇ ପାରିବି ଭଲ ହବ ତମ ଭାଇକୁ ଧରି ତମେ ଏ ରୁମରେ ଶୋଇପଡ଼ ମୁଁ ମୋ ରୁମ୍ ଚେଞ୍ଜ କରିଦଉଛି ଆମେ ସେମିତି କଲେ ବାହାର ଲୋକମାନେ ମତେ ଭୁଲ ବୁଝିବେ କହିବେ ମୁଁ ତମକୁ ଘର ଭିତରୁ ବାହାର କରିଦେଇଛି ଆଉ ତମେ ଯଦି ଏମିତି ନିଷ୍ପତ୍ତି ନେଇଯାଅ ତାହେଲେ ବାବା ମତେ ଖରାପ ଭାବିବେ ରାତିରେ ଏତେ ବଡ଼ ପିଲାଟା ଆମ ମଝିରେ ଶୋଇବ ସେ କଥା ତମ ବାବାଙ୍କୁ ଖରାପ ଲାଗିବନି ମୁଁ ରୁମ୍ ଚେଞ୍ଜ କରିଦେଲେ ତମ ବାବାଙ୍କୁ ଖରାପ ଲାଗିବ କାହିଁକି ତମେ କଣ କହିବା ପାଇଁ ଚାହୁଁଛ ଆଜିଠାରୁ ତମ ରୁମ୍ ମୋ ରୁମ୍ ଅଲଗା ରହିବ କେବଳ ଆଜି ନୁହଁ ସବୁଦିନ ପାଇଁ ଅଲଗା ରହିବ ତାମାନେ ତମେ କହିବା ପାଇଁ ଚାହୁଁଛ କୁନାଲ ଆଉ ମୋ ମଝିରେ ପାଚିରି ଉଠିଗଲା ତମେ ଠିକ ଚିନ୍ତା କରିଛ ନା ତାକୁ ଛାଡ଼ି ତମେ ରହିପାରିବନି ବରଂ ଭଲ ହବ ମୁଁ ମୋ ରୁମ୍କୁ ଚେଞ୍ଜ କରିଦେଉଛି ଆମେ ସେମିତି କହୁନି କୁହ କଣ କଲେ ତମେ ଖୁସି ହବ କଣ ତମେ ଚାହୁଁଛ କୁନାଲ ଆଜିଠାରୁ ତମ ପାଖରେ ଶୋଇପାରିବ କି ଏ ରୁମ୍କୁ କେବେ ବି ଆସିବନି ଠିକ ଅଛି କୁନାଲ ମୋ ରୁମ୍କୁ ଆସିବନି ହେଲେ ମୁଁ କୁନାଲ ରୁମ୍କୁ ଚାଲିଯିବି କୁନାଲ ରୁମ୍କୁ ଚାଲିଯିବ ତାହେଲେ ମୁଁ ଏ ଘର ଛାଡ଼ି ଚାଲିଯିବି ଯଦି ନିଜର ମଙ୍ଗଳ ଚାହୁଁଛ ତାହେଲେ ତାକୁ କୁହ ଏବେ ଏଇ ମୁହୂର୍ତ୍ତରେ ଏ ରୁମ୍ ଛାଡ଼ି ସେ ଚାଲିଯିବ ତମେ ନିଜେ ଲୋକ ଆମ ଘରକୁ ଆସୁ ଆସୁ ପାଇକି ମତେ ଅଲଗା କରିଦେବା ପାଉଛ ବାହାର ଆମ ଘର ବାହାର ସେଇଠି ହଉ କହୁଛି ତା ନହେଲେ କଣ କରିବ ବର ମୁଁ ତ ଶୁଣିଥିଲି ଭାଉଜ ମା ଭଳିଆ ହେଲେ ତମ ମତେ ଡାହାଣୀ କରି ଲାଗୁଛ କଣ କହିଲୁ ମୁଁ ଗୋଟେ ଡାହାଣୀ ऐसे गेट आउट ଯେତେ ଶୀଘ୍ର ପାରୁଛୁ ମୋ ଆଖି ସାମ୍ନାରୁ ଚାଲି ଯା ନହେଲେ କଣ ହେଲା ତା ପାଇଁ ତମେ ମୋ ଉପରକୁ ହାତ ଉଠେଇଲ ତା ପାଇଁ ତମେ ମତେ ରୁମ୍ ବାହାରକୁ ବାହାର କରିଦଉଛ ତା ପାଇଁ ଏ ରୁମ୍ ଭିତରୁ ନୁହେଁ ଦରକାର ପଡ଼ିଲେ ମୋ ଜୀବନରୁ ମଧ୍ୟ ବାହାର କରିଦେଇପାରେ ଭାଇ ପାଇଁ ତମେ ନିଜ ସ୍ତ୍ରୀକୁ ବାହାର କରିଦବ ଆରେ ଖାଲି ସ୍ତ୍ରୀକୁ ନୁହେଁ ଦରକାର ପଡ଼ିଲେ ମୁଁ ଦିନୁଆକୁ ବି ଛାଡ଼ି ଯାଇପାରେ ଏବେ ଏଇ ମୁହୂର୍ତ୍ତରେ ମୁଁ ଏ ଘର ଛାଡ଼ି ଚାଲି ଯାଉଛି ଜଷ୍ଟ ନାଓ ତମେ ଘର ଛାଡ଼ି ଯାଉନି ଭାଉଜ ସେମିତି କଲା ବାବା ମତେ ରାଗିବେ ନା କହିବେ ତୋରି ପାଇଁ ସବୁ ହେଲା ମୁଁ ତମକୁ ଡାହାଣୀ ପାଇଁ ଭୁଲ କରିଛି ଭାଉଜ ତମେ ଯଦି କହିବ ମୁଁ କାନ ଧରି ବାସ ଉଠେଇବି ନାଇଁ ଭାଇ ତୁ ରହିଯା ତତେ ମୋର ଆଣ ଭାଉଜ ଏଇ ଦେଖ ମୁଁ କାନ ଧରି ବାସ ଉଠଉଛି ଏଇ ଦେଖ ଭାଉଜ ଦେଖ ଯଦି କହିବ ମୁଁ ଚପ ପକେଇ ନାକ ଘଷିବି ଭାଉଜ ଏ ଦେଖ ଭାଉଜ
ମୁଁ ଛପ ପକାଇ କେମିତି ନାକ କଚୁଛି ଦେଖା ଭାଉଜ ଦେଖା भाउज तमे घर छाड़ी जाने भाउज सेमती कला लोके कौन कहे महापात्र घर बहु राति घर छाड़ी पलैला बासर घर को आसु आसु भाई ठारू अलग करदेला से घर अधिक दिन रही बाबा मत अलग करदे शीघ्र पारुचु घर छोड़ी चली जा चली जा बोऊ को घर छाड़ी चली जा कहूँ अरे कौन है मु परा कौन पचारुची नहीं बाबा कानी कुनाल को बाड़ेला तो से तमे जेते सफेई देले भी मु कहबी तमे कुनाल ऊपर को हाथ उठेई बहुत बड़ा भूल करिच भाषा खराब करी कौन पचार दिला ताले ताको हाथ रे मारिबा कौन दरकार थिला बरम जोता रे पिटी देले खुशी होइता हां और काहा जोता रे पिटीबा दरकार नै एबे एई मुहूर्त रे तू ए घर छाडी चली जाउची घर छाड़ी चली जीवा कारणटा मु जानी पारुची हेले मु तुमको कथा दउची कुनाल आउ केबे तम मझिरे आसीबनी यदि भूल रे कौनसी दिन से घर को पसी आसे ताले मु ता तंटी चिपी मारी देबी तब मत मारी देबा मत मारी दे तमे हां मु ता मारी देबी अरे तू मारी गले मु सही पारिबी हेले मो बहु घर छाड़ी चली गले मु सही पारिबी बाबा ताले तो मत मारी दियो मत मारी देले मु बाइटा को आसीबिनी आ ददिन मारिबो मु सबुदिन बाइटा को सोइबी सबुदिन सोइबी कौन कहलु भाई पाकर हां सोइबी पापा निजर हला कौन बाबा अबे सु कौन ओरी जाऊ ता परि गोटे विकलांग लोक बंची रहिले जीवन सारा मते टेंशन दबो सेति के गेले मु भाबी नेबी कुनाल परि गोटे अदरकारी पुओ केबे मो जीवन को आसी नथिला कुनाल अदरकारी बोली आपण ताकू मरी जीवा को कहउछंती आपण को बापा जदी अदरकारी हेइतांते कोन करिथांते आपण तांको घरु बाहर कर दी थांते ना निज हाथ रे तंटी चिपी मारी दे थांते बापा को मरिबा को कहले आकाशटा छिन्नी पड़िबो ए भोली पुओ को मरिबा को कहले बाबा पाद तळु माटी खसी जीवो सुनामी माडी आसीबो कहबलो माँ मला बेलू कुनालटा 7-8 वर्षर होइथाए सेई दिन ठारू से भाई पाखरे बड़ होइची जहा को दिने आपण कोल को नै नांती आजी ताको मरी जीवा को कहउछंती बाबा ई कुनाल जो दिन मरी जीवो से दिन मु कांदीबी भाई कांदीबो आमे समस्ते कांदीबो
ହେଲେ ସବୁଠାରୁ ବେଶୀ କାନ୍ଦିବେ ଆପଣ, କାହିଁକି ନା ଆପଣ ହେଉଛନ୍ତି ତାର ବାପା। ପିଲାଟି ଦିନୁ ତାକୁ ଯେତିକି କଷ୍ଟ ଦେଇଛନ୍ତି ସେ ମରିବା ଦିନ ଆପଣ ସେତିକି କାନ୍ଦିବେ। ଏ ତୁ ଚୁପ୍ କର। ଏ ମୋ ପୁଅ ବୋଉଙ୍କ ସଂସାର ଭାଙ୍ଗି ଦବାକୁ ବସିଛି, ତା ପାଇଁ ପୁଣି ମୁଁ କାନ୍ଦିବି? ଏ ବାପା ପଳେଇ ଚାଲରେ ଏଠୁ, ଆଉ କୌଣସି ଦିନ ରୁମକୁ ଆସିବୁନି। ଆରେ ଭାଇ ସିନା ବାପାଠୁ ବଳେଇ ଗଲା, ହେଲେ ଭାଉଜ କେମିତି ମା ହବ? ହଁ, ଭାଉଜ କେବେ ମା ହେଇପାରିବନି। ବାବା ମୁଁ କଣ ଛୋଟ ପିଲା ହେଇଛି ଯେ ତମେ ମତେ ବୁଝଉଛ? ମୁଁ ସବୁ ବୁଝିଗଲି, ସମସ୍ତକୁ ଚିହ୍ନିଗଲି। ଭାଉଜକୁ ଚିହ୍ନିଲି, ତମକୁ ବି ଚିହ୍ନିଲି। ତମେ ମରିବା କଥା ମୁହଁରେ କହୁଛ, ହେଲେ ଭାଉଜ ମନେ ମନେ କହୁଛି ମୁଁ ମରିଯାନ୍ତି ଯେ କାଲି ମୋ ଭାଇଟା ପାଇଁ ମରି ଏତେ ଭଲ ପାଏ ଯେ ମୁଁ ମରିଗଲା ତା ପୁଅ ମରିଗଲା ଭଳିଆ ଲାଗେ। अरे माँ मरिबा गरु ମୁଁ ଯେତେବେଳେ ତା ପାଟିରେ ତୁଳସୀ ପାଣି ଦଉଥାଏ, ସେତେବେଳେ ସେ ପୁଅ ପୁଅ କହି ତୋରି ଆଡକୁ ହାତ ଟାରି ଦେଇଥିଲା। ସେଦିନ ମୋ ମା ମୋତେ ତା ପୁଅ ଲାଗିଲା ବୋଲି କହିଥିଲା, ଆଉ ଆଜି ତ ମୁହଁରୁ ଏ ଅଶୁଭ କଥା ଶୁଣି ମୋ ଆଖିରେ ଲୁହ ଆସୁଥିବା ବେଳେ ମୁଁ ଏବେ ବୁଝୁଛି ସେଦିନ ମୋ ମା ତୋତେ ମୋ ପୁଅ କହି ହାତ ଠାରି ଦେଇଥିଲା, ଆଉ କହିଥିଲା ତୋ ପୁଅ ତୋତେ ଲାଗିଲା। ମୁଁ ତୋ ପାଖେ ଜମା ଆସିବିନି, ତୋ ପାଖେ ମୁଁ ଅଣିଅଚଟ କିଛି କରିବିନି, ହେଲେ ମରିବା ଆଗରୁ ମୁଁ ଗୋଟିଏ ଅଜଟ ଘରେ ମରିଗଲେ ମତେ ଟିକେ କାନ୍ଦରେ ନବ। ତୁ ମୋରି ପାଖରେ ଶୋଇବୁ ରେ ଗୁଲାଲ। ମୁଁ ତୋ ପାଖେ ଶୋଇଲେ ଭାଉଜ ଚାଲିଯିବ। ଚାଲିଯାଉ ତୋ ଭାଉଜ, ଦରକାର ନାହିଁ ମୋ ସ୍ତ୍ରୀ, ଦରକାର ନାହିଁ ମୋର ସଂସାର କରିବା, ମୋର ସୁଖ ସାଥୀ କିଛି ଦରକାର ନାହିଁ, କେବଳ ତୁ ଦରକାର। ତୁ ଜମା କାନ୍ଦ, ତୁ ଆଜି ମରନା, ତୁ ଭାଉଜର। ଭାଇ ମୋର ଗୋଟେ କଥା ରଖିବୁ, ତୁ ଆଜି ତୁ ମୋର ନୁହ, ତୁ ଭାଉଜର, ତତେ ମୋର ନା। ତୁ ଆଜି ତୁ ଭାଉଜର, ତୁ ମୋର ନୁହ। ଭାଉଜ ନ ମୁଁ ବାପା ସାଙ୍ଗେ ଯାଉଛି, ତମେ ମୋ ଭାଇକୁ କାନିରେ ଗୋଟି ପକେଇ ବାନ୍ଧି
कौन है दिन आसिक एते हेलाणी तमे हॉस्पिटल केतेबेले जीव ना आज हॉस्पिटल जीविनी भाबुची घर आड़े जाई टिके दादा खुड़ी को देखि आसीबी से माने को तम निजर जे तमे ताको देखा करबा को जीव सुनो शीघ्र हॉस्पिटल जाओ प्लीज शीतल अरे मते थरुटिए जीवा को दियो थिला हेले तमे ताकू माड़ मारी मो संगे देखा न करी घर बाहर करी दलो प्लीज शीतल मु मो दादा खुड़ी को थरुटिए देखि आसिले मो मन को शांति लागिवो मते विश्वास करो मु जीबी एवं आसीबी ओहो काहे के मते विरक्त करछो कहिलो अरे तुमको मैरिज करबा अनेक दिन होई गला ना मु सेदिन ठारू मो घर को जाईची ना मो दादा खुड़ी को देखा करीची हॉस्पिटल ड्यूटी करूची आउ तम भाई भौणी देटा को कथा मानी मु ए घरे पड़ी रहीची एमिति आहुरी पड़ी रहिबा को हबो मोर मोर समान प्रति किछि भी करतो नहीं नहीं सबो को सेमारू को भूले जबा को हबो अरे तमे एमिति कथा केमिति कहि परतो शीतल जो माने मते डॉक्टर करिसंती मनीष करिसंती मु से मन को भूली जीवी अरे काहे की शीतल काहे के मते तम चाल रे फसाई देलो अरे काहे के मते मो परिवार छाड़ू दूरई देलो दिन एमिति हबा नथिला शीतल ए मरतु के बंतन सेथिरे तमर चिंता करबा किछ दरकार नै सबो को भरोसा करी मो भाई हॉस्पिटल खोलिसंती शीतल हॉस्पिटल खोलिया दिनठो तम लाइफस्टाइल पूरा बदली गला रियली तुचा तम मुंडो तो जाई के आकाश रे बाजिला हला परे भी तमे सेमान को मन पकाउछ सेमाने खाली मो दादा खुड़ी नुहंती सेमाने होउछंती मो बापा मां किनुए मो तुलसी अपा कथा भी आज मोर बेस मने पडुची मुंडो जदी आज आकाश रे बाजु थाय से सब संभव होईची मो तुलसी अपा पाई जीवन को पाठी लगई से मते डॉक्टर करी मनीष करिछि से मोर सब मने अछि शीतल मोर सब मने परिवार को मु केबे भी भूली परिबिनी मो परिवार मो पाई जीवन सर अरे घर भीतर काई एमती हो हल्ला करछो सिपाही मेढ़ आसी पहुंची गले मेढ़ अरे को मेढ़ जुड़ी जाऊनी मेढ़ चोरी जाऊनी मेढ़ अरे कौन मेढ़ बोल कथा कह कि जुआ को दादा खुड़ी आसी कौन कहला मो दादा खुड़ी आछंती मो दादा खुड़ी जाओ अंदर जाओ मो दादा खुड़ी देखा करी जाजी मेरा बात मानो अंदर जाओ ना मो दादा खुड़ी को मु देखा करी जाजी मेरा बात मानो अंदर जाओ मो दादा खुड़ी मैं हूँ शिवा कवाड़िया ए भाई रागिले मोकाम फतेहपुर जिला बघोलपुर स्टेट बिहार ना मो दादा खुड़ी को देखा न कला जाए मु घर भीतर को जीविनी याद करो जीजाजी दिनो जनवरी मासो 5 तारीख थिएटर करो मिसे अरे अंदर कोई है जीजाजी के ऊपर जरा नजर रखो रे पो चंदुआ अरे कोउठी लुचुची कि रे हम झुआ ये टेंशन अछंती ताको टिया खुआई पे कि सुआई पका ए देखो सी भाई आसी
ଆପଣ ବୋଧେ ଶିବା ବାବୁ? हाँ मैं हूँ शिवा कवाड़िया। नमस्कार आज्ञा। हम फतेहपुर जिला भागलपुर स्टेट बिहार। ओ तुषार दादा आउ ये ता खुड़ी। जुहार नमस्ते नमस्ते। मो तुषार आपण को भौणी की बाहा एठी रहउची। कथा कौन कि आज्ञा केते दिन है छुआटा को देखिनु से मनटा जमा भी भल लगिलानी ताकू देखा करने को ये आसिलु ताकू टिके आमे देखा करी एठू चली जीवु माँ तुषार आसिले देखा करी आमे चली जीवु से थिले तो आमे तांकु डाकिबु तमे माने आसीबा पूर्वरु से एठू चली जाइचंती। ए माँ तमे किए? मु तुषार महापात्र को स्त्री। देखुछ देवी आम बहुत सीता ठाकुराणी परी है। हे माँ तम ना कौन? शीतल शीतल। हाँ शीतल शीतल थंडा गरम नरम कहीं एमती का ना तो आम गाँव कौड़ी भी नहीं कहार भी एमती का ना नहीं मो ता ना रखी आज पागेली। ए माँ आमे तो शुणी के आसिलु तुषार घर भितर अच्छी हेले तमे कहूछ तुषार बाहरी गला को कथाटा ठीक? शुणा कथाटा ठीक काहे ना तमे शुणी करी आसीच छड़ा आम कथा हलानी छड़ा कोठू शुणी करी आसेठी जेला करूछ। शुणा कथा को आमे विश्वास कर नथांदु आज्ञा घर बाहर गाड़ीटा थुआ तो आमे सेइथि पे भाबिलु तुषार घर भितर अछि। ए बिल्कुल फालतू लोग कैसे सला सला कथाटा मना कला पर भी विश्वास करू नहीं। ताहले आपण को सिक्युरिटी कोन मिछ कहिला? ए सिपाही से सिक्युरिटी साला पागला है गली मु कहूची एटू ताको तुरंत विदा कर हेला तमे एटी रखिछ साला गेट खोली के जाकू नाही पुरई पकौची। आज्ञा आज्ञा देखो बाबू घरे ना बाबू आसिले मु आपन को फोन करी पकेबी आपण चली आसीबा ना तुषार घरे थिबा कथा सिक्युरिटी पाखरु सुनिबा गाड़ी गेट आगे ठिया हबा एथो जना पडुछि मो तुषार निश्चय घरे अछि। हाँ हाँ ना बड़ ताले तुम जाऊ ना स्वामी स्त्री जन भीतर देखिबो छड़ा को नीलगणेश्वर का पादुक छुएले माने विश्वास करिबेनी। ए सिपाही ऑफिसर आसी पहुंची गलोनी अच्छा अच्छा मु छाड़े जाउची तांकर खाइबा भी गंडा व्यवस्था करी जाऊ सिपाही जाऊ जाऊ सुनिले तो अब एटी क्या हेलो कहि की ए माँ तुषार आसवा जाए आमे एठी रहिबो से आसिले ताको देखा करी चली जीवु। ए बुढ़िया मैं हूँ शिवा कवाड़िया मुकाम फतेहपुर जिला भागलपुर स्टेट बिहार। एमिति बड़ पार्टी करी हमको डर हटाई दे परिबेनी मो विश्वास कहूछि तुषार निश्चय अछि आ आज ये कथार प्रमाण आपण मानकु खूब शीघ्र मिली जीवो। प्रमाण तू करी देबू? हाँ मु प्रमाण करी देबे ए संगे संगे प्रमाण करी देबे। तुषार ए तुषार तुषार मु तो दादा डाकुछि रे तुषार। ए बुढ़ा बुढ़ी दीटा को टिके देखी दे जा तुषार। ए तुषार तुषार आसिला आसिला तम तुषार काई तुषार तो आसिलानी तुम्हें डाक देवी तुम डाक शुणिले से निश्चय आसी पिला बेले खाइबा बेल हेले जेमती गाँ दांडरे बुली बुली डाक नई रे बुड़ीला बेले जेमती बड़ पाटी रे डाक सेमिति डाक देवी तुम डाक शुणिले से निश्चय आसीबो डाक देबे डाक डाक। ता खाइबा समय हे गेले गाँ सारा बुली बुली मु ताको जेमती डाके मु ताको ठीक सेमती डाकी डाक देवी मो डाक शुणी मो पुओ निश्चय आसीबो डाक आसीबो से आसीबो तुषार
ଟିକେ ଆସେ ରେ ବାବା ତୁଷାର देखो शिवा बाबू देखो बहुमा तमरी आखि सामने देख गोटे कथा मन रखि शिवा बाबू बनस्तरे बुलेले भी हाथी रजांकर बकवास बंद करबे जीजाजी भी सेमती लोक आउ किछि समय भितर रही पारिलोनी सीधा बाहरी की चली आसिलो एक है जीजाजी की तो देखिलो अभी चलो अपना रास्ता देखो ए शिवा बाबू आमे एठू जीवु शिवा बाबू हेले आमे एठू सेमिति रे जीवुनु आमे एठू जीवु तो हम तुषार को में संगे रे नहीं करी एई मोना गली पर आसे जाई परिवानी मो कहले मो तुषार मो संगे रे अलबत जीवा ए बुढ़िया मैं हूँ शिवा कवाड़िया मोकान फतेहपुर जिला बगौलपुर स्टेट बिहार कीरे देखिलो वो भी चुपचाप चलो शिवा कवाड़िया ये साले क्या बुला रहे मुझे क्या बोला राजा राव दादा को जाने दो वो दादा को जाने दो शिवा भाई मैं तुमको हाथ जोड़ के मो गोड़ के छाड़ी दियो शिवा भाई छाड़ी दियो ताको मारो नहीं छाड़ी दियो ए प्रिया शिवा कवाड़िया ओका फतेहपुर जिला बगौलपुर स्टेट बिहार बिहारी तो जीजाजी को तुम पाखे छाड़ी दे जाउची ताकत अछि तो छाती रे लेकी जीवु बुझी शीतल दादा खुड़िया जे कोणिया घर को आसी हाउ किछि हाउ के न भलो मर्यादा टिके पाई पड़िले मो पिला तिनिटा कांथ तले रही सेथि पाई से मानको घरे न रखी मो छाती भितरे रखी हेले सेमानंको भितरु जड़े आज छाती फटे बाहरे गला अरे तुषार से शिवा कवाड़िया एमिति कौन कही गला रे
दादा से जहाँ सब कही गला सब ठीक कही गला दादा मु तम सांगरे आउ केबे भी से घर को जाई पारिबी कहीं की जाई पारिबिनी से कथाटा भी मु कही पारिबी कहीं ना सेमिति गोटाए गप जे मु जेते कहूतिले भी मो गप सरीबनी केबे सरीबनी तो गप सिना सरीबनी हेले मो गप आजी ठारू सरी गला रे तुसा पिला बेले मु तते जो गपटे कहूतिले तोरा मने थिबो निश्चय बोलो कुड़ी माली मालियाणी राजा पुओ को पाली थिले राजा पुओ मालियाणी को निजर माँ भाभी बेले बेले ता छाती रे मुंड गुंची दौड़े राजा पुओ बड़ हैला हेले एमिति गोटे नागुड़ी पाले रे पड़ी गला से माड़ी माड़ी आनी की सबुदिन पाई भूली गला सेई रजा पुओ मूल खुड़ी सेई रजा पुओ कहानी रे जेमिति गोटे नागुणीटे थिला मो जीवन रे भी सेमिति गोटे नागुणीटे पति आसिला मालियाणी को माँ भाभी ता छाती रे मुंड गुंजी थिली एकता मोर मने नाइलो कुड़ी मने ଅଛି ରେ ତୁଷା ରଜା ପୁଅର ସବୁ ମନେ ଅଛି ନହେଲେ ସେ ମାଳି ମାଳିଆଣୀର ଦୁଃଖ କଥା ମନେ ରଖିଥାନ୍ତା ଦାଦା ତମର ତ ସବୁ ସ୍ୱପ୍ନ ପୂରଣ ହେଇଗଲା ହେଲେ ମୋ ସ୍ୱପ୍ନଟା ସେମିତି ସ୍ୱପ୍ନରେ ରହିଗଲା ଦାଦା କି ସ୍ୱପ୍ନ ଦେଖିଥିଲୁ ତୁ ମୋ ସ୍ୱପ୍ନ ଥିଲା ମୁଁ ଗୋଟେ ଭଲ ଘରଟେ କରି ଘରର ଆଗରେ ଗୋଟେ ଲନ୍ଟେ ଥିବ ଆଉ ସେ ଲନ୍ରେ ମୋ ଦାଦା ଖୁଡ଼ି ବସି ଦୋଳିରେ ଝୁଲୁଛି ଆଉ ମୋ ସ୍ତ୍ରୀ ପ୍ରତିଦିନ ସକାଳୁ ଉଠି ଚା କରି ଆଣି ମୋ ଦାଦା ଖୁଡ଼ିଙ୍କ ହାତକୁ ବଢ଼େଇ ଦଉଛି ଆଉ ମୁଁ ମୋ ଦାଦା ଖୁଡ଼ିଙ୍କ ପାଖରେ ବସି ଖବର କାଗଜ ପଢ଼ି ନୂଆ ନୂଆ ଖବର ମୋ ଦାଦାଙ୍କୁ ଶୁଣଉଥିବି ଆଉ ମୋ ଦାଦା ଖୁଡ଼ି ତାଙ୍କ କୋଳକୁ ନେଇ ମୋ ମୁଣ୍ଡ ଆଉଁସି ଦେଇ କହୁଥିବେ ତୋ ଭଳି ପୁଅ ଆମକୁ 7 ଜନ୍ମରେ ମିଳିବ ରୁହ ଶୀତଲ ମୋର ଆଉ ଗୋଟାଏ ସ୍ୱପ୍ନ ଥିଲା ମୁଁ ଡକ୍ଟର ହବା ପରେ ଆମ ଗାଁରେ କୌଣସି ବାପା ମା କେବେ ଉପାସ ରହିବେନି ତା ନହେଲେ ମତେ ଲାଗିବ ଆମ ଭାଇ ଭଉଣୀ ଦିଟାଙ୍କୁ ଖାଇବାକୁ ଦେଇ ମୋ ଦାଦା ଖୁଡ଼ି ଦି ଜଣ ଉପାସରେ ଶୋଇଗଲେ ହେଲେ ଦାଦା
ए नागुणीटा मते मो घर को जीवा को देलानी दादा ମୁଁ ନାଗୁଣୀ ନାଗୁଣୀ ମୁଁ ତମେ ସେଇ ନାଗୁଣୀ ତମରି ଭାଷରୁ ସେ ମୁକୁଳି ପାରୁନି ଏ ତୁଷା ଦାଦା ତୁ ଯଦି ଈଶ୍ୱର ମହାପାତ୍ରର ପୁଅ ହେଇଥିବ ତାହେଲେ ନାଗୁଣୀକି ପେଡ଼ିରେ ପୁରେଇ ତୁ ଗାଁକୁ ଫେରିଯିବୁ ସେଇ ରଙ୍ଗା ଘରକୁ ତତେ ତୋ ଦାଦା ଖୁଡ଼ି ଟିପି ଆଲୁଅ ଜାଳି ଅପେକ୍ଷା କରିଥିବେ ଫେରିଯିବୁ ସେଇ ତତେ ତୋ ଦାଦାର ରଣ ତୁଷା ତୁ ଏ ନାଗୁଣୀକେ ଓଟେ ଶିକ୍ଷା ଦେବ ଓଟେ ଶିକ୍ଷା ଦେବ ଓଟେ ଶିକ୍ଷା ମୁଁ ନାଗୁଣୀ छोटारे फांसी पाए छोटारे फांसी पाए आशा भरोसा को हसीनी से आशा भरोसा को हसीनी तुहारा मेघा सारा